ଆଗକୁ ଯିବା ଏଠାରେ ବନଇ ଦେଖିବା ଧାମନଗର ବ୍ଲକର ଏ ଗାଁର ଘରକୁ ଲାଗିକି ରେବ ନଦୀ ବୋହି ଯାଇଛି। 19 ବାତ୍ୟାରେ ରେବ ନଦୀରେ କୂଳରେ ଗଣେଶ ନଗର ଗ୍ରାମଟିଏ ଅଛି। ପାଖକୁ ଲାଗି ନଦୀ ପାଖକୁ ଲାଗି ଘର ଗୁଡ଼ିକ ରହିଛି। ମାତ୍ର ଦେଖୁଛନ୍ତି ଏ ରେବ ନଦୀ, ଏ ଗାଁର ଏଇ ହେଲା ଘର, ଏଇ ହେଲା ନଦୀ। 19 ବାତ୍ୟାରେ ମଧ୍ୟ ଏ ଗାଁକୁ ପାଣି ଉଠିନଥିଲା। ନଦୀ ସଂସ୍କାର ହେବା ପରେ 19 ବାତ୍ୟାରେ ମଧ୍ୟ ଏତେ ବଡ଼ ବନ୍ୟା ସୁପର ସାଇକ୍ଲୋନ୍ ହେଲା ପରେ ବି ଏ ଗାଁକୁ କିଛି କ୍ଷତି କରିପାରିନାହିଁ। ଚାଳ ଛପର ଘର ଭିତରେ ବହୁତ ଏ ଗାଁର ଲୋକ କାଳାତିପାତ କରୁଛନ୍ତି। ନଦୀକୁ ଲାଗିକି ଏ ଘର ଗୁଡ଼ିକ ଅଛି, କିନ୍ତୁ 19 ବାତ୍ୟାରେ ଏ ଗାଁକୁ ପାଣି ପଶିନଥିଲା। ଚାଳ ଛପର ଘର ବହୁତ ଅଛି ଏ ଗାଁରେ। ସରକାରଙ୍କର ସାହାଯ୍ୟ ଏପର୍ଯ୍ୟନ୍ତ ଆସିନାହିଁ। କିଛି ଆସିଛି, ଏ ଘର ବନେଇଛନ୍ତି ନଦୀକୁ ଲାଗିକି। ଏ ଘର ଗୁଡ଼ିକ ଦେଖନ୍ତୁ। ଭିଡ଼ିଓଟିକୁ ଅତି ମାତ୍ରାରେ ସେୟାର କରିବେ। ଧନ୍ୟବାଦ।